सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। एकदा कृष्णଙ୍କ पुत्रगण वन ମଧ୍ୟରେ ଜଳଶୂନ୍ୟ କୂପରେ କ୍ରୁକଲାସ ନାମକ ଏକ ବିରାଟ ପ୍ରାଣୀକୁ ଦେଖିଛନ୍ତି ଏବଂ ତାହାକୁ ଉଦ୍ଧାର କରିବାକୁ ଅସମର୍ଥ ହୋଇ ଶ୍ରୀକୃଷ୍ଣଙ୍କୁ ଜଣାଇଛନ୍ତି। ଶ୍ରୀକୃଷ୍ଣ କ୍ରୁକଲାସକୁ କୂପରୁ ଉତ୍ତୋଳନ କରିଛନ୍ତି। ତାଙ୍କର କରସ୍ପର୍ଶରେ ପ୍ରାଣୀଟି ଏକ ଦିବ୍ୟ ପୁରୁଷରେ ପରିଣତ ହୋଇଛି। ପରିଚୟ ଜିଜ୍ଞାସା କରିବାରୁ ଆତ୍ମପରିଚୟ ଦେଇ ସେ କହିଛନ୍ତି ସେ ଇକ୍ଷ୍ୱାକୁ ବଂଶର ନୃଗରାଜା। ବ୍ରାହ୍ମଣକୁ ଯଥେଷ୍ଟ ଗାଈ ଦାନ କରି ସେହି ଦାନ ଉପଲକ୍ଷେ ଧର୍ମ ସଙ୍କଟରେ ପଡ଼ିଛନ୍ତି। ଶୁକ ଉବାଚ ଧେନୁ ଶରୀରେ ମୋର ଲେଖ, ତୋହର ଚକ୍ଷୁ ଥିଲେ ଦେଖ। ହେମନ୍ତ କହି ଶୃଙ୍ଗ ଧରି ଘେନି ଚଳିଲା ନିଜ ପୁରୀ। ବ୍ରାହ୍ମଣ ଧରେ ଲାଞ୍ଜେ ଧେନୁ, ହେମନ୍ତେ ଉପୁଜିଲା ମନ୍ୟୁ। କଳି ଫିଆଇ ପଥ ମଧ୍ୟେ ପ୍ରହାର କଲେ ହସ୍ତ ପାଦେ। ହେମନ୍ତ ଉଚ୍ଚ ବାଚ ହୋଇ ମିଳିଲେ ମୋର ପୁରେ ଯାଇ। ବ୍ରାହ୍ମଣ ମୋର ମୁଖ ଚାହିଁ ବୋଲୋଇ କୋପ ଭର ହୋଇ। ତୁମର ହସ୍ତେ ଧେନୁ ଦେଇ ଏବେ ହରିଲୁ କିସ ପାଇ। ଉତ୍ସର୍ଗ ଦାନ ଯେହୁ ହରି ଅନ୍ତେ ନରକ ଭୋଗ କରି। ଯେ ବିପ୍ର ପ୍ରତିଗ୍ରହ ତ୍ୟାଗୀ ସେହି ପଡ଼ଇ ଦୁଃଖ ଭାଗେ। ହେମନ୍ତ ବିପ୍ର ବାକ୍ୟ ଶୁଣି ବଜ୍ର ପଡ଼ିଲା ଶିରେ ମଣି। ମନେ ପାଇଲି ମହାଭୟ କାତରେ କମ୍ପେ ମୋର କାୟ। ଉଭୟ ସଙ୍କଟେ ମୁଁ ପଡ଼ି କର ଯୁଗଳ ଶିରେ ଯୋଡ଼ି। ବେନି ବିପ୍ରଙ୍କ ପଦ ଗତେ ପ୍ରବୋଧ କଲେ ନାନା ମତେ। ସଂକଳ୍ପ ଲକ୍ଷେ ଧେନୁ କରି ବୋଇଲି ବିପ୍ର ପାଦ ଧରି। ଭୂ ବିପ୍ର ଲକ୍ଷେ ଧେନୁ ନେଇ ଏ ଧେନୁ ଗୋଟି ଦିଅ ତୁହି। ତୁ ମତେ ଅନୁଗ୍ରହ କର ଉଭୟ ସଙ୍କଟ ଉଦ୍ଧାର। ନ ଜାଣି କଲି ଏଡ଼େ କର୍ମ ଭୂ ବିପ୍ର ରଖ ମୋର ଧର୍ମ। ନ କର ମନେ ଆନ ବୁଦ୍ଧି ଦକ୍ଷିଣା ଦେବି ହେମନିଧି। ନରକ ପଥୁ ରଖ ମୋତେ ଏ ଧେନୁ ଦିଅ ତ ସଚିତେ। ଶୁଣି ବୋଲାଇ ପ୍ରତିଗ୍ରାହୀ ଲକ୍ଷ୍ୟ କି ମୋର କାର୍ଯ୍ୟ ନାହିଁ। ହେମନ୍ତ ବୋଲି ବିପ୍ର ଗଲା ଆନ ଯେ ପ୍ରତିଗ୍ରାହୀ ଥିଲା। ଅୟୁତେ ଦେଲି ତାକୁ ଧେନୁ ତା ଦେଖି ବିପ୍ର କଲା ମନ୍ୟୁ। ବୋଇଲି ଲକ୍ଷେ ନିଅ ତୁହି ଶୁଣି କପିଲା ମୋତେ ଚାହିଁ। ବୋଇଲା ପୁରୁଷ ବଚନେ ନିନ୍ଦା ତୁ କଲୁ ମହାଜନେ। କୋପେ ଚଳିଲା ନିଜ ଘରେ ନିତ୍ୟ ଆସଇ ମୋର ପୁରେ। ପ୍ରତି ଦିବସେ ବୋଧ କରି ବୋଲୋଇ ବିପ୍ର ପାଦ ଧରି। କୋପେ ନ ଶୁଣେ ମୋ ବଚନ ହେମନ୍ତେ ଗଲା କେତେ ଦିନ। ଭୋନାଥ ଶୁଣ ଜନାର୍ଦ୍ଦନ କାଳେ ମୁଁ ଛାଡ଼ିଲି ଜୀବନ। ମରଣ କାଳେ ଯମଦୂତେ ମିଳିଲେ ମୋହର ଅଗ୍ରତେ। ବନ୍ଧନ କରି ମୋର ଦେହି ଯମ ନିକଟେ ଦେଲେ ନେଇ। ତକ୍ଷଣୀର ବୀର ନନ୍ଦନ ଅନେକ କଲସନ ମାନ। ପୁଣ୍ୟ ପାତକ ବିଚାରିଲା ଆନନ୍ଦେ ମୋତେ ଆଜ୍ଞା ଦେଲା। କିଞ୍ଚିତ ପାପ ଅଛି ତୋର ଯେ ଇଚ୍ଛା ଆଗେ ଭୋଗ କର। ବ୍ରହ୍ମ ଶଙ୍କରୀ ଦେହ ଧରି ଅନ୍ୟଥା ନ ପାରନ୍ତି କରି। ଅନେକ ଅଛି ପୁଣ୍ୟ ରାଶି କିଞ୍ଚିତେ ପାତକ ପ୍ରକାଶୀ। ଆଗ ଭୁଞ୍ଜିବି ପାପ ଭାର ଏ ଦୁଃଖ ଘୋର ଭୟଙ୍କର। ପଛେ ଭୁଞ୍ଜିବି ପୁଣ୍ୟ ମୁହିଁ ଯମ ବୋଇଲେ ଦୂତେରାଇ। ବ୍ରହ୍ମସ୍ୱ ପାପ ମହାଘୋର ଏହାକୁ କ୍ରୁକଲାସ କର।
বন গহন অন্ধকূপে অনেক কাল থাউ পাপে হেমন্ত বলু বলু যম লভিলি কৃকলাস জন্ম আত্মসংযোগ কালে মুহি ডাকিলি কর মতে ত্রাহি তা শুনি যম দয়া কলা প্রসন্নে মতে আজ্ঞা দেলা এ পাপ অন্তে মহিপাଳ ভেটিবু মদন গোপাଳ ସେ କୃଷ୍ଣ କର ଲାଗି ତୁହି ତକ୍ଷଣେ ଦିବ୍ୟ ତନୁ ବହି ସ୍ୱର୍ଗେ ବସିବୁ ପୁଣ୍ୟ ବଳେ ନିଜ ସୁକୃତ ତପ ଫଳେ ଭୋନାଥ ତୋର ଆଜ୍ଞା ବଳେ କହିଲି ପଦ୍ମପାଦ ତଳେ ଜାତି ସୁମରି ଦୁଃଖ ସହି ଏ ଅନ୍ଧ ରୂପେ ପଡ଼ିଲଇଁ ଏବେ ଦେଖିଲି ତ ଶ୍ରୀମୁଖ ଖଣ୍ଡିଲି ଜନ୍ମ ବନ୍ଧ ଦୁଃଖ ଏ ପାପୁ ଧରିଲୁ ମତେ କି ପୁଣ୍ୟ ଦେଖିଲି ମୁଁ ତୋତେ ମୁଁ ଅନ୍ଧକୂପ ମଧ୍ୟ ଥାଇ ଅନେକ କାଳ ଦୁଃଖ ସହି ପାଇଲି ତବ ଦର୍ଶନ ଭୋନାଥ ରଖ ଭଗବାନ ଏବେ ତୁ ଆଜ୍ଞା ଦିଅ ମତେ ନିଶ୍ଚିନ୍ତେ ଯିବି ପୁଣ୍ୟ ପଥେ ହେମନ୍ତ କହି ନୃଗ ରାଜା କୃଷ୍ଣ ଚରଣେ କଲା ପୂଜା କିରୀଟ ଅଛି ଶିର ମଧ୍ୟେ ନମିଲା କୃଷ୍ଣ ପଦ୍ମ ପାଦେ ତକ୍ଷଣେ ବସି ଦିବ୍ୟ ରଥେ ବିଜୟ କଲା ଶୂନ୍ୟ ପଥେ ଦେଖନ୍ତି ଦିଗ ପାଳେ ମିଳି ଜଳ ଦେଜେଶନେ ବିଜୁଳି ରାଜା ମିଳିଲା ସ୍ୱର୍ଗପୁରେ ଗୋବିନ୍ଦ ଅନ୍ଧକୂପ ଦ୍ୱାରେ ସ୍ୱଜନ ଚାହିଁ ଜନାର୍ଦ୍ଦନ ବୋଲନ୍ତି ନିଗମ ବଚନ କ୍ଷତ୍ରିୟ ଶିକ୍ଷା ଧର୍ମବାଣୀ ଯେ ଧର୍ମଶାସ୍ତ୍ର ପରିମାଣି ଗରଳ ହଳାହଳ ବିଷ ମୁଁ ତାହା ମଣଇ ଉଶ୍ୱାସ ଯାହାର ପ୍ରତିକାର ଥାଇ ତାର ଭକ୍ଷଣେ ଭୟ ନାହିଁ ବ୍ରହ୍ମସ୍ୱ ମହାବିଷ ହୋଇ ତାହାର ପ୍ରତିକାର ନାହିଁ ବିଷ ଭକ୍ଷିଲେ ଜଣେ ମରେ ବ୍ରହ୍ମସ୍ୱ ବଂଶ ନାଶ କରେ ଆତ୍ମା ସହିତେ କରେ ନାଶ একথা বেদরে প্রকাশ ব্রাহ্মণ ধন যেহু হরে পড়ে নরক তম ঘোরে ক্ষত্রিয় রাজপণ পাই আত্মার গতি ন জাণই ব্রাহ্মণ ধন সাধুমণি বলে হরন্তি যেতে প্রাণী নিরতে সুখ প্রায় মণি পড়ন্তি তম তরঙ্গিণী মোহর বংশে যেতে জন বিপ্রে ন কর অপমান ব্রাহ্মণে কলে অপরাধ বেগে বন্দিব তাঙ্ক পাদ অপহরণে বিপ্রধন নিশ্চয়ে নরকে পতন অজ্ঞানে নৃগ রাজা হরি এতে নরক ভোগ করি যেণু তাহার পুণ্য থিলা মোহর হস্তে সে লাগিলা দেখিল তুম্ভে মোর আগে কহি চলিলা স্বর্গ মার্গে হেমন্ত কহি নিজ জনে মুকুন্দ মিলিলে সদনে নৃগ নরকু পার হেলা দেব ভুবনে ভোগ কলা बोलोई विप्र जगन्नाथ निवेशी कृष्ण पादे चित भव जलधि मध्ये थाई भाव अभाव न जानई सुजने कृष्ण पादे रस कहई जगन्नाथ दास इति श्रीमद्भागवते महापुराणे परमहंस्यां संहितायां दशमस्कन्धे उत्तरार्धे नृगोपाख्यानं नाम 69तम अध्यायः।